ଆମର ପ୍ରକୃତ ଲକ୍ଷ୍ୟ କଣ? କାହିଁକି ଆମକୁ ଏ ମଣିଷ ଦେହ ମିଳିଛି? କେବେ ଏ ବିଷୟରେ ଭାବିଛନ୍ତି? ଆମକୁ ଏଇ ଯୋଉ ଶରୀର ମିଳିଛି, କିଏ ପାର୍ଲର ଯାଉଛନ୍ତି, କିଏ କେତେ ପ୍ରକାର ଭଳି କି ଭଳି ପୋଷାକ ପିନ୍ଧୁଛନ୍ତି, କେତେ ପ୍ରକାର ନିଜକୁ ସଜେଇ ହେଉଛନ୍ତି ଆଉ ଟିକେ ସୁନ୍ଦର ଦିଶିବା ପାଇଁ, କେତେ ପ୍ରକାର ନିଜ ଘରକୁ ସଜାଉଛନ୍ତି, କେତେ ପ୍ରକାର ଗାଡି କିଣୁଛନ୍ତି, ସୁଖ ସାମଗ୍ରୀ ଆଣୁଛନ୍ତି, ଆଧୁନିକ ଚାକଚକ୍ୟରେ ବେଶ ବଢିଆ ସେ ଖିଆପିଆ କରୁଛନ୍ତି। କିନ୍ତୁ ଏ ସବୁ ତ ଦିନେ ବିନଷ୍ଟ ହେଇଯାଉଛି। ଆଉ ଯେତେ ପାଇଲେ ବି କେବେ ମନର ଆଶା ତ ମେଣ୍ଟୁ ନାହିଁ। ଗୋଟିଏ ପାଇଗଲେ ଆଉ ଗୋଟିଏ ପାଇବାକୁ ଇଚ୍ଛା ହଉଛି, ଆଉ ଗୋଟିଏ ପାଇଲେ ଆଉ ଗୋଟିଏକୁ ମନ ବଳୁଛି। ଏମିତି ଏମିତି କି ଦିନେ ଶରୀର ପୁରା ହେଇଯାଉଛି, ପୁଣି ଏଠୁ ବିଦାୟ ନେବାକୁ ପଡୁଛି। ତେବେ ଆମେ କଣ କେବଳ ଖାଇବା, ଆନନ୍ଦ କରିବା, ପୁଣି ଚାଲିଯିବା, ଏଇ ପାଇଁ କି ଜୀବନ ମିଳିଛି? ତା ପଛରେ ଆହୁରି କିଛି କାରଣ ରହିଛି ଯୋଉଟା ଆମେ ଜାଣିନୁ। ପୂଜ୍ୟ ଗୁରୁଜୀ ତାଙ୍କ ଶ୍ରୀମୁଖରୁ ଯାହା କହିଥିଲେ, ବହୁତ ସୁନ୍ଦର ଉଦାହରଣ ଦେଇକି ବୁଝେଇ ଦେଇଥିଲେ। ସବୁ କେବଳ ସ୍ୱପ୍ନ ଚାଲିଛି। ନା ଆପଣ କେହି ନାରୀ, ନା ଆପଣ କେହି ପୁରୁଷ, ନା ଆପଣଙ୍କର କୌଣସି କର୍ତ୍ତବ୍ୟ ରହିଛି। ସ୍ୱପ୍ନରେ ତ କୌଣସି କର୍ତ୍ତବ୍ୟ ରହିନଥାଏ ନା। ସ୍ୱପ୍ନରେ ଆପଣ ବହୁତ ପରିଶ୍ରମ କରୁଥିଲେ, ଜାଗିଗଲା ପରେ ଆଉ ତାର କିଛି ମୂଲ୍ୟ ରହିଥିବ? ସ୍ୱପ୍ନରେ କି ଆପଣ 100 ଜଣକୁ ଅନ୍ନ ଦାନ କଲେ, ସ୍ୱପ୍ନରେ କି ଆପଣ ବହୁତ ଧନ ସମ୍ପତ୍ତି ଅର୍ଜନ କଲେ, ସ୍ୱପ୍ନରେ ଏକ ବହୁତ ବଡ ପାପ କରିଥିଲେ, ଜାଗି ଉଠିଲା ପରେ ଆପଣଙ୍କୁ ନା ପୁଣ୍ୟ ଲାଗିବ ନା ପାପ ଲାଗିବ। ନା ଆପଣ ଧନୀ ହେଇଯିବେ, ନା ଆପଣ ଗରିବ ହେଇଯିବେ, କିଛି ନୁହଁ, ବେକାର। କାହିଁକିନା ଆପଣ ସ୍ୱପ୍ନରେ କରିଥିଲେ। କିନ୍ତୁ ଯୋଉ ସମୟରେ ସ୍ୱପ୍ନ ଦେଖୁଥିଲେ, କଣ ଆପଣଙ୍କୁ ମିଛ ଲାଗୁଥିଲା? ତୁଳସୀଦାସ ଜୀ ରାମଚରିତ ମାନସର ଅରଣ୍ୟ କାଣ୍ଡରେ ଲେଖିଲେ, ଭଗବାନ ଶଙ୍କର କହୁଛନ୍ତି ମାତା ପାର୍ବତୀଙ୍କୁ, ଉମା କହୁ ମେ ଅନୁଭବ ଆପନା, ସତ ହରି ଭଜନ ଜଗତ ସବ ସପନା। ସତ କହିଲେ କେବଳ ହରି ଭଜନ, ବାକି ଯେତେ ସବୁ ସ୍ୱପ୍ନ ହିଁ କେବଳ। ଆଜି ଯାହା ବି ଆପଣଙ୍କୁ ସତ ଲାଗୁଛି, ଯୋଉ ବି ଜିନିଷ ଆପଣଙ୍କୁ ପ୍ରିୟ ଲାଗୁଛି, ଯାହା ବି କିଛି ଆପଣଙ୍କର କର୍ମ ବାକି ରହିଛି, ସବୁ କେବଳ ଏକ ସ୍ୱପ୍ନ, କେବଳ ଏକ ଭ୍ରମ। ଥରେ ଜାଗିକି ତ ଦେଖନ୍ତୁ, କେବଳ ଆପଣ ଥିଲେ। ନା କୌଣସି ବସ୍ତୁ ଥିଲା, ନା କୌଣସି ବ୍ୟକ୍ତି ଥିଲା, ନା କେହି ଶତ୍ରୁ ଥିଲେ, ନା କେହି ମିତ୍ର ଥିଲେ। ଇଏ ସେତେବେଳେ ଜାଣିପାରିବେ ଯେତେବେଳେ ଆପଣ ଜାଗିବେ। ସ୍ୱପ୍ନରେ ଜଣେ ଲୋକ ପାଣିରେ ବୁଡି ଯାଉଛନ୍ତି, ସେଠି ଆପଣ ଡଙ୍ଗା ନେଇକି ଆସନ୍ତୁ, ବୁଡାଳି ନେଇ ଆସନ୍ତୁ, ଯାହା ବି ବ୍ୟବସ୍ଥା କରନ୍ତୁ, ସେଠି ଆପଣ କିଛି କରିପାରିବେ? ରହିଛି କିଛି ଉପାୟ? ହଁ, ଗୋଟିଏ ଉପାୟ ରହିଛି, ଆପଣ ତାକୁ ଜଗେଇ ଦିଅନ୍ତୁ, ତା ନିଦ ଭାଙ୍ଗି ଦିଅନ୍ତୁ। ନା ସେଠି ପାଣି ଅଛି, ନା ସେ ଓଦା ହୋଇଛନ୍ତି, ନା କୌଣସି ସମସ୍ୟା ଅଛି। କିନ୍ତୁ ସେତିକି ବେଳେ ସମସ୍ୟା ରହିଥିଲା କି ଯେତେବେଳେ ସିଏ ସ୍ୱପ୍ନ ଦେଖୁଥିଲେ। ତେଣୁ ଏଥିରୁ ଉଦ୍ଧାର ପାଇବାର ଗୋଟିଏ ହିଁ ଉପାୟ, ଜାଗିବା। ଠିକ ସେଇ ପ୍ରକାର ଆମେ ନିଜକୁ ପୁରୁଷ ଭାବି ନେଇଛୁ, ମହିଳା ଭାବି ନେଇଛୁ, ଏ ମଧ୍ୟ ଏକ ସ୍ୱପ୍ନ। ଏବେ ଆମର କର୍ତ୍ତବ୍ୟ ବନିଯାଇଛି ସ୍ୱାମୀଙ୍କ ସେବା, ସ୍ତ୍ରୀଙ୍କ ଦାୟିତ୍ୱ, ପିତାମାତାଙ୍କ ସାହାରା, ପିଲାଙ୍କର ଭବିଷ୍ୟତ। କିନ୍ତୁ ଶେଷରେ ଯୋଉଦିନ ଏଠୁ ବିଦାୟ ନେବାର ସମୟ ଆସିବ, ନା କୌଣସି ପୁତ୍ର, ନା କେହି ପତ୍ନୀ, ନା କାହାର ପରିଚିତ, କେବଳ ଏକୁଟିଆ। କିନ୍ତୁ ଗଲା ସମୟରେ ବି ମାୟା ଛାଡୁନି। ମୁଁ ଚାଲିଯିବି ତ ପିଲାଟା କେମିତି ଚଳିବ? ମୁଁ ଚାଲିଗଲେ ପତ୍ନୀ କଥା କିଏ ବୁଝିବ? ଏଇଆ ଚିନ୍ତା କରିକି ବିଦା ହଉଛନ୍ତି। ଏ ବିଦା ନୁହଁ, ପୁଣି ଆଉ ଏକ ଜନ୍ମର ତିଆରି କରିକି ଯାଉଛନ୍ତି। କିନ୍ତୁ କର୍ତ୍ତବ୍ୟ ଏଠି ପାଳନ କରିବା କଥା ଜଣେ କଳାକାର ଯେମିତି। କଳା ଅଭିନୟ ଯେମିତି କାହାର ସ୍ୱାମୀ ବନୁଛନ୍ତି, କାହାର ସ୍ତ୍ରୀ ଅଭିନୟ କରୁଛନ୍ତି, କିଛି ସମୟ ପାଇଁ କାହାର ମିତ୍ର ବନୁଛନ୍ତି, କାହା ସହିତ କିଛି ବି ଅଭିନୟ କରୁଛନ୍ତି। ଯେବେ ଭଲ କଳା ପ୍ରଦର୍ଶନ କରିପାରୁଛନ୍ତି, ଡାଇରେକ୍ଟର ଦରମା ବଢେଇ ଦଉଛନ୍ତି, ପୁରସ୍କାର ଦେଉଛନ୍ତି। ଠିକ ସେଇ ପ୍ରକାର ଦୁନିଆ ରଙ୍ଗମଞ୍ଚକୁ ଆମେ ଜଣେ କଳାକାର ହେଇକି ଆସିଛୁ। ଅଭିନୟକୁ ଯଥା ଚେଷ୍ଟା ଉନ୍ନତ ପ୍ରଦର୍ଶନ କରନ୍ତୁ, କିନ୍ତୁ ଅଭିନୟକୁ ସେଇ ଅଭିନୟ ଭାବିକି ପ୍ରଦର୍ଶନ କରନ୍ତୁ। ଅଭିନୟରେ ଆଜି ଗୋଟିଏ ଘଣ୍ଟା ପାଇଁ କାହାର ସ୍ୱାମୀ ଅଭିନୟ କରୁଛନ୍ତି, କି ସ୍ତ୍ରୀ ଭୂମିକାର ଅଭିନୟ କରୁଛନ୍ତି, ପରଦା ପଛରେ କଣ କରୁଛନ୍ତି? ମର୍ଯ୍ୟାଦାର ସହିତ। ଠିକ ସେଇ ପ୍ରକାର ଏ 50 ବର୍ଷ, 60 ବର୍ଷ, 70 ବର୍ଷର ଅଭିନୟ କରିବାକୁ ଆସିଛେ। କାହାର ପିତା ରୂପରେ, କାହାର ପୁତ୍ର ରୂପରେ, କାହାର ଭାଇ ରୂପରେ, ବନ୍ଧୁବାନ୍ଧବ ରୂପରେ। କିନ୍ତୁ ଏ ଅଭିନୟରେ କୌଣସି କମତି ନହେବା ଦରକାର। ଯାହା ଅଭିନୟ ମିଳୁଛି ତାକୁ ବେଶ ନିପୁଣତାର ସହିତ କରିବା ଦରକାର। କେବଳ ଗୋଟିଏ କଥା ମନେ ରଖିବାର ଅଛି, ଏଇଟା ଅଭିନୟ ଚାଲିଛି। ଇଏ ମୁଁ ନୁହଁ, ମୁଁ ତ ଅନ୍ୟ କେହି। ଏଠି କେବଳ କିଛି ସମୟର ନାଟକ ଚାଲିଛି। ମୋର ପ୍ରକୃତ ପରିଚୟ ହେଉଛି ମୁଁ ପରମାତ୍ମାଙ୍କ ଅଂଶ।
ନା କେହି ପୁରୁଷ ନା କେହି ସ୍ତ୍ରୀ, କେବଳ ଅଭିନୟ। କିନ୍ତୁ ନ ବୁଝିକି ଏ ଅଭିନୟକୁ ଯଦି ସତ ଭାବି ବସିଲେ ନିଶ୍ଚୟ ଆପଣଙ୍କୁ ଆଉ ଏକ ରଙ୍ଗମଞ୍ଚ ଅପେକ୍ଷା କରିଛି। ଏଠି ଯାତ୍ରା ସରିଲେ ପୁଣି ସେଠି ବି ଅଭିନୟ କରିବାର ଅଛି। ଏ ଶରୀର ପୁରା ହେଇଗଲେ ପୁଣି ଆଉ ଏକ ଶରୀର ଅପେକ୍ଷା କରିଛି। ଚାहे କୁକୁର ରୂପରେ, ଘୁଷୁରୀ ରୂପରେ, ଗଧ, ମଇଁଷି, କେତେ ପ୍ରକାର। କିନ୍ତୁ ଏଠି ଦୁଇ ପ୍ରକାର କଥା। ଯଦି ଅଭିନୟକୁ ବହୁତ ନିପୁଣତାର ସହିତ କଲେ କିନ୍ତୁ ମନରେ ରଖିଥିଲେ ମୁଁ ଏଇଟା ଅଭିନୟ କରୁଛି, ମୁଁ ଏଇଟା ନୁହଁ, ତେବେ ଯୋଉ ଡାଇରେକ୍ଟର ଅଛନ୍ତି ପରମାତ୍ମା, ସେ ଆପଣଙ୍କୁ ଏ ଅଭିନୟ ଜଗତରେ ଛୁଟି କରିଦେବେ। ସେ ତାଙ୍କ ଦିବ୍ୟ ଲୀଳାରେ ଆପଣଙ୍କୁ ସମ୍ମିଳିତ କରିଦେବେ। ଆମେ ତ ଜନ୍ମ ହେଇଛୁ ନିଜକୁ ଜଗେଇବା ପାଇଁ, ନିଜକୁ ଜାଣିବା ପାଇଁ, ନିଜକୁ ପାଇବା ପାଇଁ। ତ ଆମେ ତ ଏଠି ଅନ୍ୟ ପାଇଁ କି ଫସିକି ଅଛୁ। ଆମେ ଏ ଶରୀରର ଆନନ୍ଦକୁ ନିଜର ଭାବି ବସିଛୁ, ଅର୍ଥ ବୈଭବକୁ ନିଜର ଭାବି ବସିଛୁ, ବିଭିନ୍ନ ପ୍ରକାର ସମ୍ପର୍କକୁ ନିଜର ଭାବି ନେଇଛୁ। କେବେ ଅନୁଧ୍ୟାନ କରନ୍ତୁ, ମନ ବହୁତ କିଛି ପାଇବାକୁ ଚାହେଁ। ସବୁଠୁ ବଡ ଆଶା ରଖିଥାଏ କି ମତେ କେହି ଭଲ ପାଆନ୍ତୁ। ଏ ସମସ୍ତଙ୍କ ଭିତରେ ଥାଏ। ସୃଷ୍ଟିର ସମସ୍ତ ପ୍ରାଣୀ ଚାହାନ୍ତି କି ମତେ ଜଣେ ଭଲ ପାଆନ୍ତୁ। କିନ୍ତୁ ଭଗବତ ସ୍ୱରୂପ ନା, ଭଗବାନଙ୍କର ଅଂଶ, ଯିଏ ପ୍ରେମ ସିନ୍ଧୁଙ୍କର ଅଂଶ। ସମସ୍ତଙ୍କ ଭିତରେ ଏକ ଆକାଂକ୍ଷା ରହିଥାଏ କି ମତେ କିଏ ଭଲ ପାଆନ୍ତୁ। ତ ଏ ଯୋଉ ଆକାଂକ୍ଷା ରହିଥାଏ, ଏ କୌଣସି ଦେହଧାରୀଙ୍କ ଠାରୁ, କେହି ତ ମତେ ଜଣେ ଏମିତି ସଙ୍ଗୀ ମିଳିଯାଆନ୍ତୁ ସାରାଟା ଜୀବନ ଭଲ ପାଉଥିବି, ତ ମୁଁ ଯେମିତି କେବେ ନ ମରେ, ଏଠି ସବୁଦିନ ଅମର ହେଇକି ରୁହେ। ଏମିତି ଜଣେ ସାଥୀ ମିଳନ୍ତୁ କି ଯିଏ କେବେ ବିଛଡି ନ ଯାଆନ୍ତୁ। ଆଉ ଯିଏ ଯୋଉ ବି ପଦବୀରେ ଅଛନ୍ତି ସେ ସେଇଠି ସମସ୍ତଙ୍କଠୁ ବଡ ହେବାକୁ ଚାହାନ୍ତି, ସମସ୍ତଙ୍କଠୁ ଉପର ଲେବୁଲରେ ହେବାକୁ ଚାହାନ୍ତି। କିନ୍ତୁ ତ ଭଗବାନଙ୍କ ସ୍ୱରୂପ, ସବୁଠୁ ବଡ ହଉଛନ୍ତି ଭଗବାନ, ଯିଏ ଅଜର, ଅମର, ଅବିନାଶୀ। ଆମେ ଚାହିଁଥାଉଛୁ କେହି ତ ପ୍ରେମ କରନ୍ତୁ, କାହିଁକିନା ପ୍ରେମ ସମୁଦ୍ର ହଉଛନ୍ତି ଭଗବାନ। ତେଣୁ ଆମେ ତାଙ୍କ ସହିତ ପ୍ରେମ କରିକି ତାଙ୍କୁ ପ୍ରାପ୍ତ କରିପାରିବା, ଆମେ ତାଙ୍କୁ ହିଁ ତୃପ୍ତ କରିକି ପାଇପାରିବା, ଜଗତକୁ ନୁହଁ। ବାକି ଯୋଉଠି ବି ଲାଗିଥାଏ କି ସେ ଲୋକ ମତେ ଭଲ ପାଉଛନ୍ତି, ଧ୍ୟାନ ରଖନ୍ତୁ ଆପଣଙ୍କଠି ତାର କିଛି ସ୍ୱାର୍ଥ ରହିଛି। ଯୋଉଦିନ ଆପଣଙ୍କଠୁ ବଳି ଆଉ କିଏ ମିଳିଯିବ, ସେଦିନ ସେ ଆପଣଙ୍କ ଆଡକୁ ଦେଖିବା ଭୁଲିଯିବେ। ଯୋଉ ସ୍ୱାର୍ଥରେ ସେ ଆପଣଙ୍କ ସହିତ ଯୋଡି ହୋଇଛନ୍ତି, ଯୋଉଦିନ ସେ ସ୍ୱାର୍ଥ କମିଯିବ, ଭଲ ପାଇବା ଦୂର କଥା, ସେ ଆଖପାଖରେ ବି ଆସିବନି। କିନ୍ତୁ ସମସ୍ତେ ଛାଡି ଦିଅନ୍ତୁ, ଭଗବାନ କେବେ ତାଙ୍କ ନିଜ ଲୋକଙ୍କୁ ଛାଡି ପାରିବେ। ପ୍ରେମର ନିର୍ବାହ କେବଳ ଭଗବାନ କରନ୍ତି। ଦୁନିଆରେ ଖୋଜିବେ ତ କାନ୍ଦିବାକୁ ପଡିବ, ସମସ୍ୟା ଉପୁଜିବ, ତିରସ୍କାର ମିଳିବ, ହେଲେ କେବେ ସତ ଭଲ ପାଇବା ନୁହଁ। ଆଜି ଯିଏ ବି ଆପଣଙ୍କ ସହିତ ଅଛନ୍ତି, ଯିଏ ବି ଆପଣଙ୍କୁ ନିଜର ଦାବି କରୁଛନ୍ତି, ନିଶ୍ଚୟ ଆପଣଙ୍କଠି ତାର କିଛି ସ୍ୱାର୍ଥ ରହିଛି। ଥରେ ବିଚାର କରନ୍ତୁ। ସଂସାରରେ ସମସ୍ତେ କଳ୍ପନା କରନ୍ତି କି ମତେ ଜଣେ ଭଲ ପାଆନ୍ତୁ, କିନ୍ତୁ ସେ ଭଲ ପାଇବାର କୌଣସି ପୂର୍ତ୍ତି ହେଇପାରୁଛି କି? ମନ ଯେ କଣ ଚାହୁଁଛି କିଛି ନିର୍ଣ୍ଣୟ ହେଇପାରୁଛି କି? ନାଇଁ, ମୁଁ ତ ସେଇଟା ଖୋଜୁଥିଲି, ସେଇଟା ନୁହଁ। ମନ ଖୋଜୁଛି କିଛି ଅଲଗା, କିନ୍ତୁ କୋଉଠି ମିଳିବ ସେ ତା ଠିକଣା ପାଉନି। ମିଠା ଦୁଇ ପଦ କିଏ କଥା କହିଦେଲେ ତ ସେ ଭଲ ପାଉଛି, ଭଲରେ ଦୁଇ ପଦ ପ୍ରଶଂସା ଶୁଣିଥିଲେ ହୁଏତ ସେ ମୋ ନିଜର ଲୋକ, କିଛି ଦିନ ପରେ କି ପୁଣି ତାଙ୍କ ସହିତ ବିମୁଖ ହେଇଯାଉଛି। ଏ ସଂସାର ହେଉଛି ସଦା ପରିବର୍ତ୍ତନଶୀଳ, ପ୍ରତ୍ୟେକଟି ମୁହୂର୍ତ୍ତରେ ବଦଳୁଛି। ପୁଣି ଜଣେ ଯେତେବେଳେ ବଦଳି ଯାଉଛନ୍ତି, ଆଉ ଜଣେ ବିରସ ହେଇଯାଉଛନ୍ତି, ମୁଁ ତା ବିନା ରହିପାରିବିନି କହୁଛନ୍ତି। ଏମିତି ବି ଲୋକ ଅଛନ୍ତି କି ଯିଏ ନିଜକୁ ଶେଷ କରିଦଉଛନ୍ତି। ଅଧିକାଂଶ ହଉଛନ୍ତି ଯୁବଗୋଷ୍ଠୀ। ଅଧିକାଂଶ କାରଣ ହଉଛି ଭଲ ପାଇବା। ସେମାନେ ମିଛ ସମ୍ପର୍କକୁ ସତ ଭାବି ବସୁଛନ୍ତି, ପୁଣି ସେଇ ସମ୍ପର୍କ ଯେତେବେଳେ ପୁରୁଣା ହେଇଯାଉଛି, ଭଲ ପାଇବା କମି ଯାଉଛି, ଅଥବା କୌଣସି ତୃତୀୟ ଜଣଙ୍କର ଆଗମନ ହେଉଛି, ଜୀବନ ଯେମିତି ନର୍କ ପାଲଟି ଯାଉଛି। ନର୍କ ଯନ୍ତ୍ରଣା ଭୋଗୁଛନ୍ତି, କାହିଁକିନା ତା ସହିତ ମନର ଆବେଗ ରହିଛି, ସମ୍ପର୍କରେ ନିବିଡ଼ତା ରହିଛି, ଅଥଚ ସେ ୟାଙ୍କୁ ଶ୍ରେୟ ଭାବୁନାହାନ୍ତି, କାହିଁକିନା ତାଙ୍କୁ କିଏ ଅଧିକ ମିଳିଯାଇଛି। ତେଣୁ ମିଛ ଭଲ ପାଇବାକୁ କେବେ ସତ ଭାବି ବସନ୍ତି। ଗୋଟିଏ କଥା ମନେ ରଖନ୍ତୁ, ଆପଣ ନାରୀ ନୁହଁ, ପୁରୁଷ ନୁହଁ, ଆପଣ ଜଣେ ଆତ୍ମା, ଅର୍ଥାତ୍ ଈଶ୍ୱରଙ୍କର ଅଂଶ। ଆସିଥିଲେ ଖେଳ ଖେଳରେ, ଜଞ୍ଜାଳରେ ଫସି ଯାଇଛନ୍ତି, ବିଭିନ୍ନ କର୍ମ ବନ୍ଧନରେ ଆବଦ୍ଧ ହୋଇଯାଇଛନ୍ତି। ଆଉ ସେ କାର୍ମିକ ସମ୍ପର୍କ ଗୁଡିକ ପୂର୍ଣ୍ଣତା କରିବା ପାଇଁ କି ବିଭିନ୍ନ ପ୍ରକାର ଦେହ ଧରିକି ଆସିବାକୁ ପଡୁଛି। ଯୋଉଦିନ ନିଜକୁ ଜାଣିଯିବେ, ଭିତରେ ଥିବା ପ୍ରଭୁଙ୍କୁ ଚିହ୍ନିଯିବେ, ନିଜର ବାସ୍ତବିକତା କଣ ଜାଣିଯିବେ, ସେଦିନ ଜୀବନ ମୁକ୍ତ ହେଇଯିବେ। ତେଣୁ ନିଜକୁ ଚିହ୍ନନ୍ତୁ,
ପ୍ରକୃତ ଭଲ ପାଇବା ଏଠି ସଂସାରରେ ନାହିଁ। ପ୍ରକୃତ ପ୍ରେମୀ ହଉଛନ୍ତି ଭଗବାନ, ତାଙ୍କୁ ଭଲ ପାଆନ୍ତୁ। ଅଭିନୟ ତ ବେଶ ନିପୁଣ ଭାବରେ କରନ୍ତୁ, କିନ୍ତୁ ଏ ଯାତ୍ରା ସରିଲେ ଆଉ ଗୋଟେ ଯାତ୍ରା ନ କରିକି ନିଜ ଘରକୁ ଫେରିଯିବା କଥା ଭାବନ୍ତୁ। କାହିଁକିନା ଆମେ ଏଠି ଆସିଛେ, ପୁଣି ଏଠୁ ସମସ୍ତଙ୍କୁ ଫେରିଯିବାର ଅଛି। କିଏ ବା ମାତାଙ୍କ ଗର୍ଭ ଭିତରୁ ଆସିକି ଫେରି ଯାଉଛନ୍ତି, କିଏ ବା ବାଳକ ଅବସ୍ଥାରେ ଫେରି ଯାଉଛନ୍ତି, କିଏ କିଶୋର ଅବସ୍ଥାରେ, କିଏ ଯୁବକ ଅବସ୍ଥାରେ, ଆଉ କିଏ ବୃଦ୍ଧ ଅବସ୍ଥାରେ। କେତେବେଳେ ଯେ କାହାର ଡାକ ଆସିଯିବ, ଦିନେ ନିଶ୍ଚୟ ସମସ୍ତଙ୍କୁ ଫେରିବାକୁ ପଡିବ। ଆଜି ପାଖ ଗାଁରୁ କିଏ ବିଦାୟ ନେଇ ଗଲେ ଆମକୁ ତିଳେ ଦୁଃଖ ଲାଗୁନି, ଆମର ତାକୁ ଜ୍ଞାନ ଦେବାକୁ ଚାଲି ଆସୁଛୁ। ସେ ଘଟଣା ଯେତେବେଳେ ନିଜ ଘରେ ଘଟୁଛି, ନିଜ ଘରୁ କିଏ ବିଦାୟ ନେଇ ଯାଉଛନ୍ତି, କାନ୍ଦିବାକୁ ବସି ଯାଉଛନ୍ତି, ବିଳାପ କରୁଛନ୍ତି। କାହିଁକି? ଆମେ ତାକୁ ନିଜର ଭାବି ନେଇଛୁ। ଏଇ ଆପଣାପଣର ତ ଅନ୍ୟ ନାମ ହଉଛି ମୋହ। ଏଇ ମୋହ ହିଁ ଆମ ଦୁଃଖର କାରଣ। କିନ୍ତୁ ପ୍ରକୃତ ଅର୍ଥରେ ସେ ଭଗବାନଙ୍କର ଦୂତ ଥିଲେ। ଏ କିଛି ସମୟ ପାଇଁକି ଆମ ପାଖକୁ ଆସିଥିଲେ। ନା ପୂର୍ବରୁ ଆମେ ଜାଣିଥିଲେ, ନା ପରେ ଜାଣିଛେ। ମନରେ କେବଳ ଏତିକି ମାନି ନେଇଥିଲେ ଯେ ସେ ନିଜର। ଯୋଉଥିପାଇଁ କି କଷ୍ଟ ମିଳୁଛି। ସେ ମୋ ପୁଅ ଥିଲା, ସେ ମୋ ସ୍ତ୍ରୀ ଥିଲା, ସେ ମୋ ଭାଇ ଥିଲା, ସେ ମୋ ବନ୍ଧୁ ଥିଲା, ସେ ମୋ ନିଜ ଲୋକ ଥିଲା। ଭଗବାନ ତାକୁ ଛଡେଇ ନେଲେ। ଭଗବାନ ମୋ ସହିତ ଅନ୍ୟାୟ କଲେ। କିନ୍ତୁ ନାହିଁ, ଭଗବାନଙ୍କର ପୁତ୍ରକୁ ଆମେ ନିଜ ପୁତ୍ର ଭାବି ନେଇଥିଲେ, ସେଇଥିପାଇଁ କି ଦୁଃଖ ପାଉଛେ। ସେ ପୁରା ଭଗବାନଙ୍କର ଅଂଶ। କେବଳ ଆମ କର୍ମ ଅନୁସାରେ ଏତିକି ଦିନର ତା ସହିତ ସଂଯୋଗ ଥିଲା। ତଥା ଏହି ଘଟଣା ସମସ୍ତଙ୍କ ସହିତ ବି ଘଟେ। କିଏ ଆଗେ ଯାଉଛନ୍ତି, କିଏ ପରେ ଯିବେ, ଆଉ କିଏ ବା ଯିବା ପାଇଁ କି ପ୍ରସ୍ତୁତି ହେଉଛନ୍ତି। ଆଉ ଯିଏ ପ୍ରସ୍ତୁତ ହେଇନଥିଲେ ସେ ପଶ୍ଚାତାପ କରୁଛନ୍ତି। କିନ୍ତୁ ଯିବାକୁ ତ ସମସ୍ତଙ୍କୁ ପଡିବ। ଆଉ ଯିଏଠୁ ଛାଡିବାକୁ ପ୍ରସ୍ତୁତି ନେଇ ନଥିଲେ, ତାଙ୍କୁ ଯେତେବେଳେ ଡାକ ଆସୁଛି, ମନେ ପଡିଯାଉଛି, ଆରେ ଏଠି ଏତେ କମେଇଥିଲି, ଏତେ ସବୁ କରିଥିଲି, ହରେଇବାକୁ ପଡିବ। ଏବେ କଣ ହବ? ଯୋଉଠି ଯିବାର ଅଛି ତ ମୁଁ ସେଠିକା କଥା ଜାଣିନି, ବହୁତ ଅସ୍ତବ୍ୟସ୍ତ ହେଇଯାନ୍ତି। କିନ୍ତୁ ଆପଣ ଏହାକୁ ମାନନ୍ତୁ କି ନ ମାନନ୍ତୁ, ଆପଣଙ୍କର କୌଣସି କ୍ଷମତା ନାହିଁ। ନା କାହାକୁ ଜନ୍ମ ଦେଇପାରିବେ, ନା କାହାକୁ ରକ୍ଷା କରିପାରିବେ, ନା କାହାର ଅନ୍ତ କରିପାରିବେ। କୋଉଠି ଦେଖନ୍ତୁ ସୁସ୍ଥ ସ୍ୱାମୀ ସ୍ତ୍ରୀ, ହେଲେ ପିଲା ଛୁଆ ନାହାନ୍ତି। କୋଉଠି ଦେଖନ୍ତୁ ଗରିବ ଲୋକ 2 ଘଣ୍ଟା ଖାଇବାକୁ ପାଉନାହାନ୍ତି, କେତେ ପିଲା ଛୁଆ ଚାହୁଁନାହାନ୍ତି, ତଥାପି ଅଛନ୍ତି ତାଙ୍କର। ଆଉ ସମସ୍ତେ ସୁସ୍ଥ ବି ଅଛନ୍ତି, କୌଣସି ଅସୁବିଧା ନାହିଁ। ଖାଇବାର ବ୍ୟବସ୍ଥା ନାହିଁ, ତଥାପି ବୁଲୁଛନ୍ତି। ଆଉ ଜଣେ ନିଜକୁ ସୁସ୍ଥ ରଖିବା ପାଇଁ କି ଲକ୍ଷ ଲକ୍ଷ ଖର୍ଚ୍ଚ କରିଦଉଛନ୍ତି, ତଥାପି ହେଇପାରୁନି, ଅନ୍ତ ହେଇଯାଉଛି। ସବୁ କେବଳ କର୍ମର ଖେଳ ଚାଲିଛି। କେହି ନିଜର ନୁହଁ, କେହି ପର। ଧନ୍ୟବାଦ ସମସ୍ତଙ୍କୁ।